ଆରେ ସୁମନ ଆଉ ଗୋଟେ ଡବ୍ ସାବୁନଟେ ଦବୁ। ଆଣୁଛି। ଆଉ କଣ? ଆଉ ଗୋଟେ ନଡ଼ିଆ ତେଲଟେ ଦେ। 10 ଟଙ୍କିଆ ହୁଁ ହଉ। କେତେ ଲାଗିରେ? ହେଇଗଲା 65 10 75। ଆଉ ବାକି ଖାତାରେ ପକେଇ ଦେ। ବାକି ଆରେ ସନ୍ଧ୍ୟାବେଳଟା ବାକି କଣ? କଣ ସାଙ୍ଗ ହେଇଛୁ ବାକି ଦେଇପାରିବୁନୁ? ଆରେ ସାଙ୍ଗ ଯେ ସନ୍ଧ୍ୟାବେଳଟା ଧୂପ ଦେଇଛି। କଣ ମୁଁ ଆଉ ଘର କାଲି ଛାଡି ଯୋଉ ପଳଉଛି ନେଇଥିଲୁ ବୋଧେ? କାଲି ଯୋଉ ନେଇଥିଲୁ ସାମ୍ପୋଟା କାଲି ପଇସାଟା ତୁ ନବୁନୁ? ଆରେ କାଲି ପଇସା ତୁ ତ ଏଇନି ବାକି ନବୁ ଆମର ମାନେ ଦୋକାନ କେମିତି ଚାଲିବ କହିଲୁ? କଣ ମୁଁ ଘର ଛାଡିକି ପଳଉଛି ନା ଆରେ କଣ ତୁ କୁଆଡେ ତୁ ପଳଉଛି? ଘର ଛାଡ଼ି ନ ଚାଲେ ମୁଁ ନା ଘର ଓଡ଼ିଶା ମୁଁ ବାହାରକୁ ଦୋକାନ ପଳଉଛି? ବନ୍ଦ କରି ପଳେଇବି ତୁ ଏମିତି ବାକି ନେଲେ। ଆରେ ୟାର ଏ ଭିଡ଼ିଓଟା ଏଥିପାଇଁ କଲୁ ଯେ ଯେଉଁମାନେ ଆସିକି ଦୋକାନରୁ ବାକି ନେଇଯାଉଛନ୍ତି ବାକି ପଇସା ଦେଉନାହାନ୍ତି। ଆକ୍ଚୁଆଲି ସେମାନେ ବୁଝିବା ଦରକାର ସେ ପିଲାଟା କେତେ କଷ୍ଟରେ ତା ବ୍ୟବସାୟ କରୁଥିବ ତା ପିଲା ଛୁଆଙ୍କୁ ଚଳେଇବା ପାଇଁକା। ତମେମାନେ ଯଦି ଆସିବ ତା ଦୋକାନରୁ ସବୁବେଳେ ବାକି ନେବ ଭାଇ ତା ପରିବାର ସେ ପୋଷିବ କେମିତିକା? ଆକ୍ଚୁଆଲି ତା କଥା ଥରେ ଚିନ୍ତା କର। ରହିଲି, ଜୟ ଜଗନ୍ନାଥ।